ଜଗନ୍ନାଥ ସାନନ୍ଦା। ଆଜି ଆମେ ଦେଖିବା ଶୀତ ଦିନରେ ଗେଣ୍ଡୁ ଫୁଲ ମାନଙ୍କର କେମିତି ଯତ୍ନ ନିଆଯାଏ। ବର୍ଷକରେ କିଛି ଦିନ ତଳେ ଗେଣ୍ଡୁ ଫୁଲ ଗଛ ଏଇଠି ମୁଁ ଗେଣ୍ଡୁ ଫୁଲ ଗୁଡ଼ାକ କାଟି ଦେଉଛି, କାରଣ ଯେତେବେଳେ ଗଛରେ ଫୁଲ ଫୁଟେ ସେତେବେଳେ ଗଛ ତାର ସବୁ ଶକ୍ତି ଫୁଲ ଫୁଟେଇବାରେ ହିଁ ଲଗେଇ ଦିଏ। ଫୁଲ ଫୁଟିଗଲା ପରେ ତାକୁ କାଟିଦେବା ନିହାତି ଆବଶ୍ୟକ। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି ମୋର। ତେଣୁ ଏଇ ଫୁଲ ଗୁଡ଼ିକ ବହୁତ ସୁନ୍ଦର ଦେଖାଯାଏ। ଆପଣ ସମସ୍ତଙ୍କ ଘରେ ତ ଥିବ ଆଉ ମୁଁ ଆଉ ଅଧିକ କଥା କାହିଁକି କହିବି। କେଉଁ ଡାଳକୁ ଟିକେ କାଟିଦେବା ଦରକାର, କାହିଁକି ଫୁଲ ଗୁଡ଼ାକ ଆସେ। ଏଇଠି ଦେଖନ୍ତୁ ମୁଁ ମିନି ରୋଜ୍ ପ୍ଲାଣ୍ଟ ଲଗେଇଥିଲି, ଆଉ ତାର ବି ଫୁଲ ଗୁଡ଼ିକ ଟିକେ ବାସି ହେଇଗଲାଣି, ସେଥିଲାଗି ମୁଁ ସେଗୁଡ଼ାକୁ କାଟି ନେଉଛି। ଫୁଲ ଗୁଡ଼ିକ କାଟିଦେଲେ ଗଛରେ ଆହୁରି ଡାଳ ଆସିବ, ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟିବ। ଦେଖନ୍ତୁ ଏବେ ମୋ ଗଛରେ କେତେ ସାରା ଫୁଲ ଫୁଟିଛି, ବହୁତ ସାରା କଢ଼ ବି ହେଇଛି। ବହୁତ ସୁନ୍ଦର ସୁନ୍ଦର ରେଡ୍ କଲର୍ର ପୁରା ରୋଜ୍, ମିନି ରୋଜ୍ ଲଗେଇଛି। ଗଛଟା ମୁଁ ନର୍ସରୀରୁ ବହୁତ କମ୍ ମୂଲ୍ୟରେ ଆଣିଥିଲି, ମାତ୍ର 110 ଟଙ୍କାରେ ହିଁ ଏଇ ରୋଜ୍ଟା ମୁଁ ଆଣିଥିଲି। ବହୁତ ସୁନ୍ଦର ଅଛି। ଆଉ ଏଇଟା ଦେଖନ୍ତୁ ଗୋଟେ ମନ୍ଦାର ଗଛ, ଏଇଟା ଗୋଟେ ଧନିଆ ଲଙ୍କା ଗଛ, ଏଇଟା ଗୋଟେ ମିନି ଟଗର ଗଛ, ଆଲୋଭେରା ଗଛ, ଗେଣ୍ଡୁ ଫୁଲ ଗଛ, ଧନିଆ ପତ୍ର ଗଛ ଲଗେଇଛି ଏଇଥିଲାଗି କାରଣ ମୋର ଏଇଟା ହେଉଛି ଗୋଟେ ଛୋଟ ଗାର୍ଡ଼େନ୍, ଛୋଟ ବାଲକୋନି। ଆଉ ସେଇ ଛୋଟ ବାଲକୋନିରେ ମୁଁ ଏଇସବୁ ଗଛ ଲଗେଇଛି। ଆଉ ଗଛ ଲଗାଇବା ପାଇଁ ମୋତେ ବହୁତ ଭଲ ଲାଗେ। ଦେଖନ୍ତୁ ମୋର କଖାରୁ ଗଛ ବି ଦୁଇଟା ଉଠିଗଲାଣି।